ସବୁବେଳେ କୁହାଯାଏ କି ଏଇ ନେତାମାନେ ଖରାପ, ନେତାମାନେ ସବୁ ଖାଇଗଲେ, ନେତାମାନେ ଲୁଟି ନେଲେ, ନେତାମାନେ ଇଏ କଲେ, ଆଉ ସବୁ ବଡ଼ ବଡ଼ ଅଫିସର ଖାଇଗଲେ, ଇଏ କଲେ ସିଏ କଲେ। ବଟ୍ କେହି ଜଣେ ଏଇଟା ବି କହିନାହାନ୍ତି କି ଏଇସବୁ ଜିନିଷ ଆମ ପାଇଁ ହେଉଛି, ଆମର ଏକତା ନାହିଁ, ୟୁନିଟି ନାହିଁ। ଆମେ ତାଙ୍କ କତରୁ ଇଲେକ୍ସନରେ ପଇସା ନେଇକି ବିକ୍ରି ହେଉଛନ୍ତି, ଆମେ ତାଙ୍କୁ ଏଲାଉ କରୁଛନ୍ତି କି ଆପଣ କରପସନ୍ କରନ୍ତୁ। ଯେତେବେଳେ ଆପଣ ତାଙ୍କଠୁ ପଇସା ନେଉଛନ୍ତି କେବେ ପଚାରୁଛନ୍ତି ଏ ପଇସା କାହାର ଆଉ କାହାଠୁ ଆସିଛି ବୋଲି? 1000 ଟଙ୍କା ଆପଣ ନେଉଛନ୍ତି ଇଲେକ୍ସନ ଟାଇମ୍ରେ, 2000 ନେଉଛନ୍ତି, କୁକୁଡ଼ାଟେ ନେଉଛନ୍ତି, ମଦଟେ ପିଉଛନ୍ତି। ଏଥିରେ କ'ଣ ଆପଣଙ୍କୁ କ'ଣ ସାଟିସ୍ଫ୍ୟାକ୍ସନ୍ ମିଳୁଛି? ଆପଣଙ୍କ ଭୋଟ୍ର ମୂଲ୍ୟ ଆପଣ ଜାଣିଛନ୍ତି? 5 ବର୍ଷ ଭିତରେ ଆପଣ, ଆପଣଙ୍କ ପିଲା, ଆପଣଙ୍କ ସମାଜ, ଆପଣଙ୍କ ପଞ୍ଚାୟତ, ଆପଣଙ୍କ ବ୍ଲକ, ଆପଣଙ୍କ ଡିଷ୍ଟ୍ରିକ୍ଟ, ଆପଣଙ୍କ ଷ୍ଟେଟ୍କୁ ବହୁତ ସୁନ୍ଦର କରିପାରେ ଓନ୍ଲି ଆପଣଙ୍କ ସିଙ୍ଗିଲ୍ ଭୋଟ୍ର ପାୱାରକୁ ବୁଝନ୍ତୁ। ଫାଷ୍ଟ ସ୍ୱାଭିମାନ ଆପଣ ହୁଅନ୍ତୁ। ଆପଣ ନିଜେ ଚୋର ହେଇକି ଅଲଗାକୁ ଚୋର କହିବା, ଚୋରଙ୍କଠୁ ଏକ୍ସପେକ୍ଟ କରିବା କି ଆପଣଙ୍କୁ ଗୋଟେ ବେଟର ଲାଇଫ୍ ଦେବେ, ବେଟର ସୁରକ୍ଷା ଦେବେ, ବେଟର ସ୍କୁଲିଂ ଫ୍ୟାସିଲିଟି, ବେଟର ଏଜୁକେସନ୍, ବେଟର ଏମ୍ପ୍ଲୟମେଣ୍ଟ, ଏଇସା ହେଉଛି ଗୋଟେ ମାନେ ବହୁତ ବଡ଼ ମାନେ କ'ଣ କୁହନ୍ତିନି ଫକିଂ ଥିଙ୍ଗସ୍, ଯେଉଁଟା କୁହନ୍ତିନି କି ମାଇଣ୍ଡରେ ଗୋଟେ ମାନେ ଫାଲତୁ ଜିନିଷ। ଆପଣ ନିଜେ ଚୋର, ଅଲଗାକୁ ଚାହୁଁଛନ୍ତି କି ସେ ଭଲ କାମ କରୁ। ଆପଣ ଫାଷ୍ଟ ଭଲ ହୁଅନ୍ତୁ। ଫାଷ୍ଟ ପଇସା ନେଇକି ଭୋଟ୍ ଦେବା ବନ୍ଦ କରନ୍ତୁ। ବଟ୍ ପଇସା ଯଦି ବି ନେଉଛନ୍ତି, କେହି ଜଣେ ଜବରଦସ୍ତି ନେଉଛନ୍ତି, ଆପଣ ନେଉଛନ୍ତି, ଦେନ୍ କ୍ୟାଣ୍ଡିଡେଟ୍କୁ ଭୋଟ୍ ଦିଅନ୍ତୁ, ପାର୍ଟିକୁ ଭୋଟ୍ ଦିଅନ୍ତୁନି। ଯେଉଁ କ୍ୟାଣ୍ଡିଡେଟ୍ ଆପଣଙ୍କ ପାଇଁ ମାନେ ଆଗାମୀ 5 ବର୍ଷରେ 3 ବର୍ଷରେ କାମ କରିବ, ସେ ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ହେଇଥାଉ ବରଂ, ଯଦି ତା ପାଖରେ କ୍ୱାଲିଟି ଅଛି, ଆପଣ ଗୋଟେ ଲିଡରସିପ୍ କ୍ୱାଲିଟି ତାଠୁ ଦେଖାଯାଉଛି, ଦେନ୍ ଭୋଟ୍ ହିମ୍। ଯିଏ ଝିଅ ହେଉ କି ପୁଅ ହେଉ ତାକୁ ଭୋଟ୍ କରନ୍ତୁ। ଏମିତି କଲେ ହିଁ ଆପଣଙ୍କର ବହୁତ ପଇସା ବଞ୍ଚିବ। ସେ ଆପଣଙ୍କର ଯେଉଁ ଡେଲି ସାମାନ କିଣୁଛନ୍ତି ଆପଣଙ୍କ, ସେଥିରେ ଆପଣଙ୍କୁ ଯେଉଁ ରେଟ୍କୁ ସେଥିରେ ସେ କଣ୍ଟ୍ରୋଲ କରିପାରିବ। ଆପଣ ଯେଉଁ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼ାଇ ପାରୁନାହାନ୍ତି, ପ୍ରାଇଭେଟ୍ ସ୍କୁଲରେ 2000 2500 ମିନିମମ୍ ମାସକୁ ଦେଇକି ପଢ଼ାଉଛନ୍ତି, ଆଡ଼ମିସନ୍ ଫି 10,000 15,000 ଦେଉଛନ୍ତି, ସେଇଟା ଆପଣଙ୍କୁ ବଞ୍ଚିପାରିବ। ସଫର କ'ଣ ମାନେ ହେଉଛନ୍ତି? ସଫର ତ ହେଉଛନ୍ତି ପୋର୍ ମିଡ଼ିଲ୍ କ୍ଲାସ୍, ଅପର ମିଡ଼ିଲ୍ କ୍ଲାସ୍ରେ ଯେଉଁ ଲୋକମାନେ ରହିଲେ ନା, ଏଇମାନେ ହିଁ ମିଡ଼ିଲ୍ କ୍ଲାସ୍ ଯାହାଙ୍କ ଆଗରେ ଲାଗିଛି ନା, ସେଇମାନେ ହିଁ ସଫର କରୁଛନ୍ତି। ବଡ଼ ଲୋକଙ୍କର ଟ୍ୟାକ୍ସ ଏମିତି ବି ଚାରିଟିରେ ସେମାନେ ଦାନ କରି ଛାଡ଼ିଦେବେ। ଯେଉଁମାନେ ପୁରା ଗରିବ ରହିଲେ, ଯେଉଁମାନେ କାମ କରୁନାହାନ୍ତି, ଅନଏଜୁକେଟେଡ୍ ରହିଲେ, ସେମାନଙ୍କୁ ଏ ଜିନିଷ କିଛି ଫରକ ପଡ଼ୁନି। ଫରକ ପଡ଼ୁଛି କେଉଁମାନେ? ଯେଉଁମାନେ ମିଡ଼ିଲ୍ କ୍ଲାସ୍, ଯେଉଁମାନେ 7,000 8,000ରୁ ନେଇକି 50-60,000 ପର୍ଯ୍ୟନ୍ତ କମାଉଛନ୍ତି ମାସକୁ, ଆଉ ସେମାନେ ଏକ୍ସପେକ୍ଟ କରୁଛନ୍ତି ତାଙ୍କ ପିଲା ଗୋଟେ ୟାଠୁ ଗୋଟେ ଭଲ ଲାଇଫ୍ ବଞ୍ଚିବା ପାଇଁ। ବଟ୍ ପ୍ରୋବ୍ଲେମ୍ ହେଉଛି କି ଆମେ ପଇସା ନେଇକି ଲାଷ୍ଟକୁ ବିକ୍ରି ହେଇକି ଲାଞ୍ଚ ନେଇକି ଭୋଟ୍ ଦେଉଛନ୍ତି, ଦେନ୍ ଏକ୍ସପେକ୍ଟ କରୁଛନ୍ତି କି ରାଜନେତା ଭଲ ଆସିବ। କେମିତି ଆସିବ? ଆପଣ ତ ପଇସା ନେଲେ, ଭାବନ୍ତୁ ସେ ଯେଉଁ ପଇସାଟା ନେଲେ କେଉଁଠୁ ଆସିଛି ସେ ପଇସା ହେଲା। ଯଦି ସେ ଆପଣଙ୍କୁ ପଇସା ଦେଉଛି, ତାହେଲେ ଭାବନ୍ତୁ ଆପଣଙ୍କଠୁ ନେକ୍ସଟ ଇଲେକ୍ସନ୍ ପାଇଁ କେତେ ଟଙ୍କା କଲେକ୍ଟ କରିବ। କଲେକ୍ଟ କେଉଁ ବେସିରେ, କେଉଁ ବାବଦରେ କରିବ? ଆପଣଙ୍କଠୁ ଥୋଡ଼ି ନା ପଇସା ମାଗିଲେ ତ ଆପଣ ଭୋଟ୍ ଦେବେନି। ଆପଣଙ୍କୁ ଟ୍ୟାକ୍ସ ବାବଦରେ ନେବ, ଯେଉଁଥିରେ ଆପଣଙ୍କୁ ଜଣା ନାହିଁ କି ଟ୍ୟାକ୍ସରେ କେଉଁ ଜିନିଷରେ କେତେ ଟ୍ୟାକ୍ସ ଲାଗେ। ଯେଉଁଦିନ ଆପଣ ଟ୍ୟାକ୍ସର ଭ୍ୟାଲୁ ବୁଝିବେ ନା, କି ଲୁଣଟେ କିଣୁଛି 10 ଟଙ୍କା, ଟ୍ୟାକ୍ସ ଲାଗିଛି 5 ଟଙ୍କା, ଲୁଣର ଭ୍ୟାଲୁ 5 ଟଙ୍କା, ସେଇଦିନ ଆପଣଙ୍କର ଆଖି ଖୋଲିଯିବ, ଆପଣ ବି ଛାଡ଼ିଦେବେ। ସୋ ପ୍ଲିଜ୍ ଭୋଟ୍ ପଇସା ନେଇକି ଦେବା ବନ୍ଦ କରନ୍ତୁ।